ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଜବାବ। ମୁହଁ ଚୁପ୍ କରିଦେଲେ ଭାରତୀୟ ଅଫିସର। ଆଇଆଇଟି ଦିଲ୍ଲୀରୁ ପାଠ ପଢ଼ିଛନ୍ତି, ଏବେ ସାରା ବିଶ୍ୱରେ ଚର୍ଚ୍ଚିତ। କିଏ ସେହି ଭାବିକା? ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ଅଧିକାରୀମାନେ ସେମାନଙ୍କ କାମ ପାଇଁ ରୁହନ୍ତି ଚର୍ଚ୍ଚାରେ। ଏବେ ଆଇଏଫଏସ୍ ଭାବିକା ମଙ୍ଗଲ ନନ୍ଦନଙ୍କୁ ନେଇ ଚର୍ଚ୍ଚା। ମିଳିତ ଜାତିସଂଘ ସାଧାରଣ ସଭା ୟୁଏନଜିଏକୁ ସମ୍ବୋଧନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ଅଭିଯୋଗକୁ ଏହି ଅଧିକାରୀ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ଏହାସହ ସେ ଏକ ବଡ଼ ପ୍ଲାଟଫର୍ମରେ ସାହସର ସହିତ କହିଛନ୍ତି ଯେ ପାକିସ୍ତାନ ଜମ୍ମୁ କାଶ୍ମୀରରେ ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଆତଙ୍କବାଦର ସାହାଯ୍ୟ ନେଇଛି। ଗତ ଶୁକ୍ରବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ମିଳିତ ଜାତିସଂଘର ସାଧାରଣ ସଭାରେ ଜମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ରାଇଟ୍ ଅଫ୍ ରିପ୍ଲାଏ ସମୟରେ ଭାରତୀୟ କୂଟନୀତିଜ୍ଞ ଭାବିକା ସେହବାଜ ସରିଫଙ୍କ ସମ୍ବୋଧନକୁ ସବୁଠାରୁ ଖରାପ ଓ କପଟତା ବୋଲି କହିଛନ୍ତି। ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ ଉପରେ ଆକ୍ରମଣ କରିଥିବାରୁ ସେ ପାକିସ୍ତାନକୁ ନିନ୍ଦା କରିଛନ୍ତି। 20 ମିନିଟ୍ର ଅଭିଭାଷଣରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଭାରତରୁ 370 ପ୍ରତ୍ୟାହାର କରିବାକୁ କହିଛନ୍ତି, ଯାହାଦ୍ୱାରା ସ୍ଥାୟୀ ଶାନ୍ତି ସୁନିଶ୍ଚିତ ହୋଇପାରିବ। ଜାତିସଂଘର ସୁରକ୍ଷା ପ୍ରସ୍ତାବ ଏବଂ କାଶ୍ମୀରବାସୀଙ୍କ ଇଚ୍ଛା ଅନୁଯାୟୀ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଭାବିକା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ କଠୋର ଭାବେ ଖଣ୍ଡନ କରି କହିଛନ୍ତି, ସତ୍ୟ ହେଉଛି ପାକିସ୍ତାନ ଆମ ଅଞ୍ଚଳକୁ ଲୋଭ କରେ ଏବଂ ଜମ୍ମୁ କାଶ୍ମୀରରେ ନିର୍ବାଚନକୁ ବାଧା ଦେବା ପାଇଁ କ୍ରମାଗତ ଭାବେ ଆତଙ୍କବାଦକୁ ବ୍ୟବହାର କରି ଆସୁଛି। ଦୁଃଖର ବିଷୟ ଯେ ଆତଙ୍କବାଦ, ନିଶା, ବାଣିଜ୍ୟ ଏବଂ ଆନ୍ତର୍ଜାତୀୟ ଅପରାଧ ପାଇଁ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଏକ ସାମରିକ ରାଷ୍ଟ୍ର ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ ଉପରେ ଆକ୍ରମଣ କରିବାକୁ ଦୁଃସାହସ କରୁଛି। ଜମ୍ମୁ କାଶ୍ମୀରରେ ନିର୍ବାଚନ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଛି ଏବଂ ରହିବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କୁ ତୀବ୍ର ଉତ୍ତର ଦେବା ପରେ ଭାବିକା ସୋସିଆଲ ମିଡିଆରେ ଚର୍ଚ୍ଚାରେ। ସାରା ବିଶ୍ୱରେ ଲୋକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଜାତିସଂଘରେ ଭାବିକାଙ୍କ ସାହସିକ ପ୍ରତିକ୍ରିୟା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ। ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିବା, ନିର୍ବାଚନକୁ ଠକିବା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ତେବେ ଆସନ୍ତୁ ଜାଣିବା ଭାବିକା ମଙ୍ଗଲ ନନ୍ଦନ କିଏ? ଭାରତର କୂଟନୈତିକ ଅଧିକାରୀ ବା ଆଇଏଫଏସ୍ ଭାବିକା ମଙ୍ଗଲ ନନ୍ଦନ କେରଳର ଏଲମକୁଲମର ବାସିନ୍ଦା। 2015ର ସେ ଆଇଏଫଏସ୍ ଅଫିସର। ସେ ଆଇଆଇଟି ଦିଲ୍ଲୀରୁ ଏନର୍ଜି ଷ୍ଟଡିରେ ଏମଟେକ୍ କରିଛନ୍ତି। ଏହାପରେ ସେ ବାଙ୍ଗାଲୋରରେ କିଛି ସମୟ କାମ କରିଛନ୍ତି। ଆଇଏଫଏସ୍ ଭାବିକାଙ୍କ ଲିଙ୍କଡିନ୍ ପ୍ରୋଫାଇଲ୍ ଅନୁଯାୟୀ ଏମଟେକ୍ ପରେ ସେ ଟିସିଏସ୍ରେ ଆସିଷ୍ଟାଣ୍ଟ ସିଷ୍ଟମ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଛନ୍ତି। ଏହାପରେ ସେ ସ୍ନାଇଡର ଇଲେକ୍ଟ୍ରିକରେ ସିନିୟର ଇଞ୍ଜିନିୟର ମାର୍କେଟିଂ ଭାବରେ କାର୍ଯ୍ୟ କରିଥିଲେ। ଏବେ ଭାବିକା ଭାରତୀୟ କୂଟନୀତିଜ୍ଞ। ସେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।